ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଏବଂ ଡିଜେଲ ଦାମ ପ୍ରତିଦିନ ବଦଳିଥାଏ। ଆଜି ଅର୍ଥାତ୍ ଅଏଲ ମାର୍କେଟିଂ କମ୍ପାନୀମାନେ ଦେଶର ସମସ୍ତ ରାଜ୍ୟ ପାଇଁ ପେଟ୍ରୋଲ ଓ ଡିଜେଲ ଦାମ ଜାରି କରିଦେଇଛନ୍ତି। ତେବେ ଗୋଟିଏ କିମ୍ବା ଦୁଇଟି ସହରକୁ ଛାଡ଼ିବା ପରେ ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବଡ଼ ପରିବର୍ତ୍ତନ ହୋଇନି। ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ। ହେଲେ ଭୁବନେଶ୍ୱରରେ କମିଛି ପେଟ୍ରୋଲ ଏବଂ ଡିଜେଲ ଦାମ। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର 101 ଟଙ୍କା 19 ପଇସା ହୋଇଥିବା ବେଳେ ଡିଜେଲ ଦାମ ପ୍ରତି ଲିଟର ପିଛା 92 ଟଙ୍କା 77 ପଇସା ରହିଅଛି। ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 94 ଟଙ୍କା 77 ପଇସା ଓ ଡିଜେଲ ଦର 87 ଟଙ୍କା 66 ପଇସା ହୋଇଅଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 103 ଟଙ୍କା 50 ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା 90 ଟଙ୍କା 3 ପଇସା ରହିଅଛି। ସେହିପରି କୋଲକାତାରେ ପେଟ୍ରୋଲ ଦର 105 ଟଙ୍କା 41 ପଇସା ହୋଇଥିବା ବେଳେ ଡିଜେଲ ଦର 92 ଟଙ୍କା 2 ପଇସା ରହିଅଛି। ଚେନ୍ନାଇରେ ପେଟ୍ରୋଲ ଦର 100 ଟଙ୍କା 90 ପଇସା ହୋଇଥିବା ବେଳେ ଡିଜେଲ ଦାମ 92 ଟଙ୍କା 49 ପଇସା ରହିଅଛି। ପ୍ରତ୍ୟେକ ଦିନ ସକାଳ 6ଟାରେ ପେଟ୍ରୋଲ ଏବଂ ଡିଜେଲ ଦାମରେ ବଡ଼ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡ଼ିବା ପରେ ଏହାର ମୂଲ୍ୟ ପ୍ରାୟ 2 ଗୁଣିତ ହୁଏ। ବୈଦେଶିକ ମୂଲ୍ୟ ସହିତ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ପ୍ରତିଦିନ ବଦଳିଥାଏ।